कुंभ राशि जातक बंधुगण जदि आज ये वीडियोटी आपणक सामना को आसी तेबे यह एक साधारण वीडियो भावी आदौ आग को बढ़ी जातु ना कारण आज ये वीडियो रे आपणक एमती किसी गुरुत्वपूर्ण कथा जणाइबो जहाँ हुए तो आपणक जीवनर गति और दिग को संपूर्ण बदलाई दे पारे। এই ভিডিওକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ କାରଣ ଭିଡ଼ିଓର ଶେଷ ଭାଗରେ ମୁଁ ଆପଣଙ୍କୁ ଏମିତି ଏକ ବିଶେଷ ସଂକେତ ବିଷୟରେ କହିବି ଯାହା ଯଦି ଆପଣଙ୍କ ଜୀବନରେ ଦେଖାଯାଉଛି ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କର ଗରିବୀ ଏବଂ ସଂଘର୍ଷର ଦିନ ଏବଂ ଶେଷ ହେବାକୁ ଯାଉଅଛି। କୁମ୍ଭ ରାଶିର ଲୋକମାନେ ବିଗତ କିଛି ବର୍ଷ ହେବ ଆପଣମାନେ ଜୀବନରେ ଯେତିକି ସଂଘର୍ଷ କରିଛନ୍ତି ବୁଧେ ହୁଏ ଅନ୍ୟ କେହି ସେତିକି ଦେଖିନଥିବେ। ଦୁନିଆ ଆପଣଙ୍କ ବାହାର ହସକୁ ତ ଦେଖିଛି କିନ୍ତୁ ଆପଣଙ୍କ ଭିତରର କଷ୍ଟ ଓ ଲୁହକୁ କେହି ଦେଖିପାରି ନାହାନ୍ତି। ଆପଣ ଅନେକ ଥର ଚେଷ୍ଟା କରିଛନ୍ତି, ଅନେକ ଆଶା ରଖିଛନ୍ତି କିନ୍ତୁ ପ୍ରତିଥର ସଫଳତା ପାଇବା ପୂର୍ବରୁ କିଛି ନା କିଛି ଅଘଟଣ ଘଟି ସେହି ସୁଯୋଗ ଆପଣଙ୍କ ହାତରୁ ଖସି ଯାଇଛି। ସବୁଠାରୁ ବେଶୀ କଷ୍ଟ ସେତେବେଳେ ହୋଇଛି ଯେତେବେଳେ ଆପଣଙ୍କ ଆଖି ସାମ୍ନାରେ ଅନ୍ୟମାନେ ଆଗକୁ ବଢ଼ି ଯାଇଛନ୍ତି ଯଦିଓ ଆପଣ ସେମାନଙ୍କ ଠାରୁ ଢେର ଅଧିକ ପରିଶ୍ରମ କରୁଥିଲେ। ବନ୍ଧୁଗଣ, ଯଦି ଆପଣ ଏଠି ପର୍ଯ୍ୟନ୍ତ ଭିଡ଼ିଓଟି ଦେଖୁଛନ୍ତି ତେବେ କମେଣ୍ଟ ବକ୍ସରେ ଜୟ ଶନିଦେବ ନିଶ୍ଚୟ ଲେଖନ୍ତୁ କାରଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ କୁମ୍ଭ ରାଶିର ବ୍ୟକ୍ତି ସଠିକ ସମୟରେ ଭଗବାନଙ୍କ ସଂକେତକୁ ବୁଝି ପାରନ୍ତି ସେମାନଙ୍କର ବନ୍ଦ ଭାଗ୍ୟ ଧୀରେ ଧୀରେ ଖୋଲିବାକୁ ଲାଗେ। କୁମ୍ଭ ରାଶିର ବନ୍ଧୁଗଣ, ଏବେ ଆପଣଙ୍କ ସମୟ ବଦଳିବାକୁ ଯାଉଅଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି କୁମ୍ଭ ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ହଠାତ୍ ମଜବୁତ ହେବାକୁ ଥାଏ ସେତେବେଳେ ସେମାନଙ୍କୁ ବିଶ୍ୱ ବ୍ରହ୍ମାଣ୍ଡର କିଛି ରହସ୍ୟମୟ ସଂକେତ ମିଳିବାକୁ ଲାଗେ। କିନ୍ତୁ ସମସ୍ୟା ହେଉଛି ଅଧିକାଂଶ ଲୋକ ଏହି ସଂକେତକୁ ଚିହ୍ନି ପାରନ୍ତି ନାହିଁ। ଧ୍ୟାନ ଦେଇ ଶୁଣନ୍ତୁ, ଯଦି ବିଗତ କିଛି ଦିନ ହେବ ଆପଣଙ୍କ ମନ ହଠାତ୍ କୌଣସି ନୂଆ କାମ ଆଡ଼କୁ ଆକର୍ଷିତ ହେଉଛି, ଯଦି ଆପଣଙ୍କ ମଗଜରେ ବାରମ୍ବାର ପଇସା ରୋଜଗାର କରିବାର ନୂଆ ନୂଆ ଉପାୟ ଆସୁଛି ଏବଂ ଯଦି ଆପଣଙ୍କ ଭିତରୁ ଅନୁଭବ ହେଉଛି ଯେ ଏବେ ଜୀବନରେ କିଛି ବଡ଼ କରିବାକୁ ହେବ, ତେବେ ଏହାକୁ ସାଧାରଣ କଥା ଭାବି ଅଜ୍ଞାନ କରନ୍ତୁ ନାହିଁ କାରଣ ଏହା ହିଁ ହେଉଛି ସେହି ଶୁଭାରମ୍ଭ ଯେତେବେଳେ ଉପରବାଲା ମଣିଷକୁ ଗରିବୀରୁ ବାହାର କରି ସଫଳତା ଆଡ଼କୁ ନେଇ ଯାଇଥାନ୍ତି। କିନ୍ତୁ ସବୁଠାରୁ ବଡ଼ କଥା ଏବେ ଶୁଣନ୍ତୁ, କୁମ୍ଭ ରାଶିର ଲୋକମାନେ ଆପଣଙ୍କ ଆଖପାଖରେ ଏମିତି ଜଣେ ବ୍ୟକ୍ତି ମଧ୍ୟ ଅଛନ୍ତି ଯିଏ ଆଦୌ ଚାହାନ୍ତି ନାହିଁ ଯେ ଆପଣ ସଫଳ ହୁଅନ୍ତୁ। ସେ ସାମ୍ନାରେ ତ ଆପଣଙ୍କର ବହୁତ ବଡ଼ ଶୁଭଚିନ୍ତକ ସାଜନ୍ତି କିନ୍ତୁ ଭିତରେ ଭିତରେ ସେ ସବୁବେଳେ ଡରନ୍ତି ଯେ ଯଦି ଆପଣ ଧନୀ ହୋଇଯିବେ ତେବେ ତାଙ୍କର ଗୁରୁତ୍ୱ କମିଯିବ। ଆଶ୍ଚର୍ଯ୍ୟର କଥା ଏହା ଯେ ଆପଣ ଅନେକ ଥର ତାଙ୍କ ବ୍ୟବହାରରେ ଏହି ପରିବର୍ତ୍ତନ ଅନୁଭବ ମଧ୍ୟ କରିଛନ୍ତି କିନ୍ତୁ ଏବେ ଆଖି ଖୋଲିବାର ସମୟ ଆସିଯାଇଛି। ଖୁବ୍ ଶୀଘ୍ର ଆପଣଙ୍କ ସାମ୍ନାକୁ ଏମିତି ଏକ ସୁଯୋଗ ଆସିବ ଯାହା ପ୍ରାରମ୍ଭରେ ଛୋଟ ଦେଖାଯାଇପାରେ କିନ୍ତୁ ସେଇଠି ହିଁ ଆପଣଙ୍କ ଭାଗ୍ୟ ବଦଳାଇବ। ଏହା କୌଣସି ନୂଆ ଚାକିରି, ନୂଆ ବ୍ୟବସାୟ କିମ୍ବା ଏମିତି କୌଣସି ନିଷ୍ପତ୍ତି ହୋଇପାରେ ଯାହାକୁ ନେବା ପାଇଁ ଆପଣଙ୍କୁ ପ୍ରଥମେ ଡର ଲାଗିବ କିନ୍ତୁ ମନେ ରଖନ୍ତୁ, ଜୀବନର ସବୁଠାରୁ ବଡ଼ ସଫଳତା ପ୍ରାୟତଃ ସବୁଠାରୁ ବଡ଼ ଡର ପଛରେ ହିଁ ଲୁଚି ରହିଥାଏ।
ଏବେ ଶୁଣନ୍ତୁ ସେଇ ବିଶେଷ ସଂକେତ ଯାହା ବିଷୟରେ ବହୁତ କମ ଲୋକ ଜାଣନ୍ତି। ଜ୍ୟୋତିଷ ଶାସ୍ତ୍ରର ପୁରାତନ ଗ୍ରନ୍ଥରେ ଲେଖା ଅଛି ଯେ ଯେତେବେଳେ କୁମ୍ଭ ରାଶିର ଭାଗ୍ୟ ଉଦୟ ହେବାକୁ ଥାଏ ସେତେବେଳେ ସେମାନଙ୍କୁ ପ୍ରତିଦିନ 3ଟି ଜିନିଷ ଅନୁଭବ ହୁଏ। ପ୍ରଥମ, ବାରମ୍ବାର ଗୋଟିଏ ନିର୍ଦ୍ଦିଷ୍ଟ ନମ୍ବର ଦେଖାଯିବା। ଦ୍ୱିତୀୟଟି, ଅଟକି ରହିଥିବା ପୁରୁଣା କାମ ଗୁଡ଼ିକ ହଠାତ୍ ସେ ଆପେ ଆପେ ହେବାକୁ ଲାଗିବା। ତୃତୀୟ, କୌଣସି କାରଣ ନଥାଇ ମଧ୍ୟ ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା। ଯଦି ଆପଣଙ୍କ ସହ ମଧ୍ୟ ଏମିତି ହେଉଛି ତେବେ ବୁଝିଯାଆନ୍ତୁ ଆପଣଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇସାରିଛି। କିନ୍ତୁ ମନେ ରଖନ୍ତୁ, ପ୍ରତ୍ୟେକ ବଡ଼ ସଫଳତା ପୂର୍ବରୁ ଭଗବାନ ଏକ ଶେଷ ପରୀକ୍ଷା ନିଶ୍ଚୟ ନିଅନ୍ତି। ତେଣୁ ଆଗାମୀ ଦିନରେ କାହାକୁ ଅତି ସହଜରେ ବିଶ୍ୱାସ କରନ୍ତୁ ନାହିଁ। ଆପଣଙ୍କର ଯୋଜନା ବା ପ୍ଲାନିଂ ସମସ୍ତଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ, କାରଣ ଆପଣଙ୍କ ଉନ୍ନତି ଦେଖି ସମସ୍ତେ ଖୁସି ହେବେ ନାହିଁ। ଆଗାମୀ ସମୟରେ ଧନ ଜନିତ ଏକ ବଡ଼ ଖୁସିର ଖବର ମିଳିବାକୁ ଯାଉଅଛି। କୌଣସି ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ କିମ୍ବା କୌଣସି ପୁରୁଣା ସ୍ୱପ୍ନ ପୂରଣ ହୋଇପାରେ। କୁମ୍ଭ ରାଶିର ଲୋକମାନେ ଆପଣ ଜୀବନରେ ବହୁତ ଅପମାନ ସହିଛନ୍ତି। ଲୋକେ ଆପଣଙ୍କ ପରିଶ୍ରମର ମଜାକ ଉଡ଼ାଇଛନ୍ତି, କିନ୍ତୁ ଏବେ ସେହି ଲୋକମାନେ ଆପଣଙ୍କ ସଫଳତା ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁମାନେ ଆଜି ଆପଣଙ୍କୁ ଅଣଦେଖା କରୁଛନ୍ତି କାଲି ସେମାନେ ଆପଣଙ୍କ ସହ ଯୋଡ଼ି ହେବାକୁ ଚେଷ୍ଟା କରିବେ। ଯଦି ଆପଣ ଚାହାନ୍ତି ଯେ ଶନିଦେବ ଏବଂ ଭଗବାନଙ୍କ କୃପା ଆପଣଙ୍କ ଉପରେ ଏମିତି ବଜାୟ ରହୁ, ତେବେ ଏହି ଭିଡ଼ିଓକୁ ଏବେ ହିଁ ଏକ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଦବାଇ ଦିଅନ୍ତୁ ଏବଂ ଯାଉ ଯାଉ କମେଣ୍ଟ ବକ୍ସରେ ନିଜ ରାଶି ସହିତ ମୁଁ ସଫଳ ହେବା ପାଇଁ ପ୍ରସ୍ତୁତ ଅଛି ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ଦିନ ଶୁଭ ହେଉ। ଧନ୍ୟବାଦ।